ଭାରତ ଓ ପାକିସ୍ତାନ ଭିତରେ ଯୋଉ ଯୁଦ୍ଧ ଚାଲିଥିଲା, ଯୁଦ୍ଧର ଯୋଉ ବିରତି ପରେ ପରେ ଏବେ ଗୋଟେ ଜିନିଷ ଆମ ସାମ୍ନାକୁ ଆସିଲା, ଗୋଟେ ରୁଷିଆ ଆଉ ଗୋଟେ ହଉଛି ଇସ୍ରାଏଲ। ତ ଦିଟା ଏକ ଦେଶକୁ ଛାଡିଦେଲା ପରେ ଭାରତ ଏବେ ଅନ୍ୟ କୌଣସି ଦେଶ ଉପରେ ଭରସା କରିପାରିବନି। କାରଣ ଏଠି ତୁର୍କୀ ହଉ, ଚାଇନା ହଉ ଏବଂ ଆମେରିକା ହଉ, ଏ ତିନୋଟି ଯାକ ଦେଶର ଆଭିମୁଖ୍ୟ ଭାରତ ପ୍ରତି କଣ ରହିଛି, କେଉଁ ଭଳି ରହିଛି, ଏଟା ଧୀରେ ଧୀରେ ବର୍ତ୍ତମାନ ସାମ୍ନାକୁ ଚାଲି ଆସିଲା। ଆଗରୁ ତ ଆମେ ଜାଣିଥିଲେ ଯେ ଚାଇନା ଇଣ୍ଡିଆ ବିପକ୍ଷରେ ଥିଲା, ଏଗନେଷ୍ଟରେ ଥିଲା, କିନ୍ତୁ ଆମେରିକା ଇଣ୍ଡିଆ ସପୋର୍ଟରେ ଥିଲା। କିନ୍ତୁ ବର୍ତ୍ତମାନ ପ୍ରୁଫ୍ ହେଇଗଲା ଯେ ଆମେରିକା ବି ମଧ୍ୟ ଇଣ୍ଡିଆର ଏଗନେଷ୍ଟରେ। ଆମେ ତୁର୍କୀକୁ ବହୁତ ସାହାଯ୍ୟ କରିଥିଲେ, କିନ୍ତୁ ଜାଣିନଥିଲେ ଯେ ତୁର୍କୀ ବି ଆମ ସହିତ ଏମିତି ବିଶ୍ୱାସଘାତକତା କରିବ, ଯାହା ଆଜି ପ୍ରୁଫ୍ ହେଇଗଲା। ତେଣୁକରି ମୋ ମତରେ ଏବେ ଭାରତକୁ ହାତେ ମାପି ଚାଖେଣ୍ଡେ ଚାଲିବାକୁ ବାଧ୍ୟ ହବାକୁ